ଗତକାଲିର ଭୟଙ୍କର ବିମାନ ଦୁର୍ଘଟଣା ମନଟାକୁ ଦୋହଲାଇ ଦେଇଥିଲା। କାଲିଠାରୁ କିଛି ଚିନ୍ତା କରିପାରିଲିନି। ଅବିରତ ଭାବୁଥିଲି, ସତରେ ଯେଉଁ ପରିବାରରେ ଏଇ କଳାବାଦଲ ଘୋଟି ଆସିଲା ସେମାନଙ୍କର ସ୍ଥିତି କ'ଣ ହେଉଥିବ। ସେମାନଙ୍କୁ ଭଗବାନ ଶକ୍ତି ଦିଅନ୍ତୁ। ସକାଳୁ ଭାବିଲି, ଏ ସଂସାରର ଦୁଃଖ ସୁଖ ଭଲମନ୍ଦ ସବୁ ସହିତ ପିଲାଙ୍କୁ ବି ତ ପରିଚିତ କରିବା ଦରକାର। 4 ପିଲାଙ୍କୁ ପାଖକୁ ଡାକିଲି, ଆଉ ସେ ବିମାନ ଦୁର୍ଘଟଣା ସମ୍ପର୍କରେ ବୁଝାଇଲି। ସେମାନେ ବି ବଡ଼ ମନଧ୍ୟାନରେ ଶୁଣିଲେ ଆଉ ଦୁଃଖୀ ହେଲେ। ତାପରେ ଆମେ ସମସ୍ତେ ମିଶି ନୀରବ ପ୍ରାର୍ଥନା କଲୁ। ତାଙ୍କର ପ୍ରାର୍ଥନା ମୁଦ୍ରା ଦେଖି ଆପଣମାନେ ଅନୁଭବ କରୁଥିବେ ଯେ କଥାଟି ତାଙ୍କ ହୃଦୟକୁ କେତେ ଛୁଇଁଛି। ମୋତେ ବି ବହୁତ ଖୁସି ଲାଗୁଥିଲା, କାହିଁକିନା ସେମାନେ ମୋ କଥା ମାନି ନୀରବ ପ୍ରାର୍ଥନା କଲେ, ଆଉ ପୁଷ୍ପାଞ୍ଜଳି ବି ଅର୍ପଣ କଲେ। ଭଗବାନ ସେ ପରିବାରକୁ ଏ ଦୁଃଖ ସମୟରେ ଶକ୍ତି ଦିଅନ୍ତୁ। ପ୍ରତ୍ୟେକ ଦୁଃଖ ସମୟରେ ପ୍ରତ୍ୟେକ ମଣିଷ ସମାଜ ସମସ୍ତଙ୍କ ପାଖରେ ଠିଆ ହେଉ, ଏହା ହିଁ ଭଗବାନଙ୍କ ପାଖରେ ପ୍ରାର୍ଥନା। ଆଉ ସେମାନଙ୍କୁ ଆମର ଅଶ୍ରୁଳ